ହ୍ୟାଲୋ ସାଙ୍ଗମାନେ, ଆପଣମାନଙ୍କୁ ମୋ ବ୍ଲଗ୍ରେ ସ୍ୱାଗତ। ଆଜି ଆମେ ଆସିଛୁ ଏଠିକି ଫିଷ୍ଟି କରିବା ପାଇଁ। ଇଏ ହେଉଛି ସୁଆନ ପାଖରେ ଥିବା ଗୋଟେ ନଈ। କେଡ଼େ ବଡ଼ ନଈ ଦେଖିପାରୁଥିବେ। ଦେଖନ୍ତୁ କେଡ଼େ ବଡ଼ ନଈ ହେଇଛି। ଏଠି ମୋର ସାଙ୍ଗ 2 ଜଣ ଆସିକି ଠିଆ ହେଇଛନ୍ତି। ଆମେ ଏଠି ଗାଧେଇବୁ ଟିକେ। ସେଠି ଆମର ରୋଷେଇ ଚାଲିଛି। ଆମେ ଟିକେ ଆସିଲା ବେଳକୁ ଲେଟ୍ ହେଇଗଲା। ସାଲଡ଼ କଟା ହେଲେଇ। ଇଏ ଆମର ହେଉଛନ୍ତି ଗୁରୁ ଭାଇ। ଦେଖନ୍ତୁ ଗୁରୁ ଭାଇକି କାକୁଡ଼ି ଖାଉଛନ୍ତି ବସିକି। ଆମର ରୋଷେଇ ଚାଲିଛି ସିଆଡ଼େ ହେଇଛି। ଆମର ଏବେ ଚିକେନ୍ ହେଇସାରିଛି। ସମୀର ଡାକୁଛି ଦେଖେଇବାକୁ। ହେଇଛି ଆମର ଚିକେନ୍ ହେଇସାରିଛି। ଏବେ ପାମ୍ପଡ଼ ଛଣା ହେବ। କରେଇ ବସିଲା। ପାମ୍ପଡ଼ ଛଣା ହେଇସାରିଲେ ଆମେ ଖାଇବୁ। ଦେଖନ୍ତୁ ଟିକେ ବର୍ଷା ହେଇଯାଇଛି। ହେଇଛି ଆମର ଏବେ ହେଇସାରିଛି ସବୁ ରେଡ଼ି। ଆମର ଏବେ ସମସ୍ତେ ବସିଲୁ। ଆମର ଖଣ୍ଡ ଏଠି ରାମ ଭାଇ ଆମର ଆଣିକି ଥୋଇଲେ। ଏଠି ଗୁରୁ ଭାଇ, ମୁନା, ଆମର ଗୁରୁ ଭାଇକି ଦେଖନ୍ତୁ। ଏଠି ରାମ ଭାଇ ନାଲି କଲର୍ ଗଞ୍ଜି ପିନ୍ଧିଛନ୍ତି। ସେ ହେଉଛି ଜନା ଯେଉଁ ହଳଦିଆ କଲର୍ ଗଞ୍ଜି ପିନ୍ଧିଛି। ଧଳା ହେଇଛି ସମୀର ଆଉ ମାନସ, ସମ୍ବିତି, ମୁଁ ସବୁ ଫିଷ୍ଟି କରିଥିଲୁ। ଦେଖିପାରୁଥିବେ। ଆପଣମାନଙ୍କୁ এই ଭିଡ଼ିଓଟି କେମିତି ଲାଗିଲା ପ୍ଲିଜ୍ କମେଣ୍ଟ କରିବେ। ଇଏ ହେଉଛନ୍ତି ଆମ ସାର୍। ଆମର ଏବେ ରୋଷେଇ ସରିଯାଇକି ଆମେ ଖାଇସାରିଲାଣୁ। ଆମେ ଟିକେ ବୁଲୁଛୁ। ସାର୍ ଯାଇଛନ୍ତି ଥଣ୍ଡା ପାଇଁ। ଥଣ୍ଡା ହେଲେ ପିଇବୁ ଯିବୁ। ଏଇଠି ଆମର ରୋଷେଇ ହେଇଥିଲା। ଆମେ ଖାଉଥିଲୁ ଏଇଠି ବସିକି। ହେଉଛନ୍ତି ଗୁରୁ ଭାଇ। ବାହାରିଲୁ ଆମେ ସମସ୍ତେ ଘରକୁ ଯିବୁ ବୋଲି। ସାର୍ ଏବେ ଥଣ୍ଡା ନେଇକି ଆସିସାରିଲଣି। ଆମେ ଟିକେ ଥଣ୍ଡା ପିଇବୁ ତାପରେ ଘରକୁ ଯିବୁ। ଏଠି ଜଣେ ଖାଡ଼ି ପକାଉଥିଲେ ଦେଖନ୍ତୁ। ହେଇଛି ଆମର ଥଣ୍ଡା ବଣ୍ଟା ଚାଲିଛି। ପିଇକି ଘରକୁ ଯିବୁ। ଆପଣମାନଙ୍କୁ ଏ ଭିଡ଼ିଓଟି କେମିତି ଲାଗିଲା ପ୍ଲିଜ୍ ଶେଷରେ କମେଣ୍ଟ କରିବେ। ଆମର ଏଠି ଥଣ୍ଡା ପିଆ ଚାଲିଛି। ପ୍ଲିଜ୍ ସବସ୍କ୍ରାଇବ୍ କରିବେ।